বড় দেবতাকে বড় দেবতাকে সরদরাই যে ଆଉ ତାଙ୍କରିଆସି ସିନା ବିପଦୁ ତରିବା ବିପଦ ଯୋଉ ପୁଅ ଉପରେ ତାଙ୍କ ବାପା ମାଙ୍କର ଆଶୀର୍ବାଦ ଅଛି ସେ କେବେ ହାରିଛି ନା ହାରିବ? ତମେ ତ ଏଠି ବାପା ମାଙ୍କୁ ପଚାରୁନ, ଜଗନ୍ନାଥଙ୍କୁ ଦର୍ଶନ କଲେ ମୂଲ୍ୟ ଅଛି ନା? କିଛି ସେଇଥିପାଇଁ ଅଛୁ ତ କହିଦେଲେ। ଖାଇବା ଦେବତା ମାଗୁଛି ତାକୁ ଦେବତାକୁ ବୁଝୁଛୁ ନୀତି ଘଟ ପ୍ରତ୍ୟେକ ସୋମବାର ହେଲେ ତୋ ସ୍ତ୍ରୀ କଣ ମେଞ୍ଚେ ଫଳମୂଳ ଧରିକି ଶିବଙ୍କ ପାଖକୁ ଯାଉଛି? ବାପାକୁ ଭଲରେ ରଖିଛୁ? ବାବା କଣ କରୁଛନ୍ତି? କୋଉଠି? ସିଡି ତଳେ ଚୋଖ୍ୟ ପରେ ଇଏ କଳିଯୁଗରେ ପୁଅ ନ ମାନିବ ବାପର କଥା, ପୁଅ ନ ମାନିବ ବାପର କଥା, ପୁଅ ନ ମାନିବ ବାପର କଥା, ଆବଶ୍ୟକ ସ୍ଥଳେ ଦେବ ଗୋଇଠା, ଆବଶ୍ୟକ ସ୍ଥଳେ ଦେବ ଗୋଇଠା। ମା କଥା ଏଠି କିଏ ପଚାରେ, ମା କଥା ଏଠି କିଏ ପଚାରେ? ଆଉ ଦରକାର ପଡ଼ିଲେ କହୁଣି ବାରେ, ଦରକାର ପଡ଼ିଲେ କହୁଣି ବାରେ। ସେଇ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ମଧୁସୂଦନ ଭାଇଙ୍କର ସର୍ବରିଷ୍ଠ ଖଣ୍ଡନ କରି এই যে কলা প্রতি নাম সংকীর্তন প্রতি তাଙ୍କର উৎসাহ আগ্রহ আনন্দ এমতি মহাপ্রভু তাଙ୍କ হৃদୟରେ ভরন্তু। ସବୁବେଳେ ନାମ ସଂକୀର୍ତ୍ତନ ଆପଣ ମଜିକି ରୁହନ୍ତୁ। ଏ ଜୀବନର ମୁକ୍ତିର କଥା କାଳିରେ କେତେ ଥର ବାପାକୁ ବାଡେଇଲୁ? 8-10 ଥର ଖଣ୍ଡେ। ଦେଖ ଆଜ୍ଞା, ଇଏ ସମାଜକୁ ଶିକ୍ଷା ଦେବାକୁ ଆସିଛି, ବାପାକୁ ରଖିଛି ସିଢି ତଳେ। ଆରେ ତୁ ଏଡ ବଡ ଘର କଲୁ, ବାପା ମା ପାଇଁ ଗୋଟେ ବଖରା ନାହିଁ? ବୁଢା ହେଇଗଲେ କାହିଁ ତାଙ୍କୁ ରଖିବୁ? କାଳୁରେ ଏମିତି ଅନ୍ୟାୟ କରନି। କଳିଯୁଗରେ ପୁଅ ମାନେ ବାପାଙ୍କ କଥାରେ ରହିବେନି। ବାପାଙ୍କୁ ଗୋଇଠା ମାର। 10 ମାସ 10 ଦିନ ଯିଏ ଗର୍ଭରେ ଧରିଛି ମା, ତାକୁ କହୁଣିଆ ମାର। କଳିଯୁଗରେ ପୁଅ ମାନେ ବାପା ମାଙ୍କ କଥାରେ ଯିବେ ଭାଇ, ଯାହା କଥାରେ ଯିବେ ନା ଏ ଭାଇ କାମ ସାଇ ମୁଣ୍ଡେ ଯେ, ଭାଇ କାମ ସାଇ ମୁଣ୍ଡେ ଯେ, ଭାଇ କାମ ସାଇ ମୁଣ୍ଡେ ଯେ, ଭାଇ କାମ ସାଇ ମୁଣ୍ଡେ ଯେ। ରାଗେ ଉଠିବେ ଜଗ ଘରୁ ମୋର, ରାଗେ ଉଠିବେ ଜଗ ଘରୁ ମୋର, ଶାଶୁ ଚୁଟି ଧରି ଦାଣ୍ଡେ, ଶାଶୁ ଚୁଟି ଧରି ଦାଣ୍ଡେ, ଶାଶୁ ଚୁଟି ଧରି ଦାଣ୍ଡେ, ଶାଶୁ ଚୁଟି ଧରି ଦାଣ୍ଡେ। ଏଇ ତକ ବାକି ଅଛି ଭାଇ। ଯୋଉଦିନ ଶାଶୁର ଚୁଟିକି ମୁଁ ଭଉଣୀ ଧରିଲେ ଚାଲୁଛି, ବାପାଙ୍କୁ ଗୋଇଠା, ମାକୁ କହୁଣିଆ, ତାପରେ ବାହାଘର ସରିଲା ପରେ ମଉସା ଶାଶୁର ଚୁଟିଟାକୁ ଧରିବ ଭଉଣୀ। ଇଏ ହଉଛି କଳିଯୁଗର ନୀତି। ଦେଖ ଏ କଳିଯୁଗ ନୀତି ହୋ ନୀତି, କଳିଯୁଗ ନୀତି ହୋ লোকে হইবে খরামতি হো খরামতে, লোক হইবে খরামতি হো আরে খরামতে। অদম্য করি
শ্রী গুরু বচন এরু হইবে পায়ুষ পাপে সকলে জীবে নাশ পাপে সকলে জীবে নাশ পাপে সকলে জীবে নাশ কলিযুগরে যেতে যোগ্য ଅଛି କୋଉ ଯୋଗ୍ୟ ଅଛି ନା 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 ଯେତେ କୀର୍ତ୍ତନ ଯେତେ ନାମ କରିଲେ ଯେତେ ଅଛି କୋଉ ଯୁଗରେ ନାହିଁ କିନ୍ତୁ ପାପଟା କାହିଁ ଭାଇ ଧଉନି ଅଧିକ ହେଇଯାଉଛି କାହିଁ ଅଧିକ ହଉଛି ଆମେ ତ ଏତେ ଯୋଗ୍ୟ କଲେ ଏତେ ପ୍ରବଚନ କଲେ ଏତେ ରଥଯାତ୍ରା ପାଇଲେ ତାହେଲେ ପାପଟା ତ କମିଲାନି କାହିଁକି କମୁନି କାହିଁକି পুরাণ গীতা ভাগবত পড়ি পুরাণ ভাগবত পড়ি পুরাণ গীতা ভাগবত পড়ি পুরাণ গীতা ভাগবত পড়ি কত মাংস খাই হইবে গরি কত মাংস খাই হইবে গরি মাতা মাউসী শাশুকু হরর মাতা মাউসী শাশু হরর বেদন পড়িবে চিরা বেদন পড়িবে চিরা ভাইনা को ଆପଣ ପରଦା କରି ବସିଲେ ଦାସ କରିକି ବସେଇ ତାଙ୍କେ ଭାଇନା ପିଲା ବସିଲା ଆଜ୍ଞା ଆମେ କୀର୍ତ୍ତନ କରିବାକୁ ଆସିଲେ ସମସ୍ତେ ପ୍ରକୃତରେ ମନ ଆମର ଠିକ ରହିବ ପାପ କମିବନି ପାପ ପଶିବନି ନା ଏଠିକି ଜମର ପଶିବା ମନା ତାହେଲେ ପାପ କଣ ହଉଛି କାହିଁକି ଜମ ପଶିବାକୁ ବାଧ୍ୟ ହଉଛି କାହିଁକି ଆମ କର୍ମଟା ଠିକ ନୁହଁ ତେଣୁ ଯୋଉ ପୁଣ୍ୟ ଭୂମିରେ ଆଜି ଆମେ ଆସିଛେ କାଳୁରେ କଳି ଯୁଗରେ ସବୁଠାରୁ ବଡ ପାପୀ ହେଲେ ଏଠି ତ କେତେ ବ୍ରାହ୍ମଣ ଅଛନ୍ତି ମତେ ଦୋଷ ଦେ ଭାଇ ବ୍ରାହ୍ମଣ ମାନେ କାହିଁକି ବ୍ରାହ୍ମଣ ମାନେ କାହିଁକି ଦେଖନ୍ତୁ ପଦୁଟିଏ ବେଲୁପୁରା ଗାଦି ମହନ୍ତ କହିଲେ ଏ ଗାୟତ୍ରୀ ଛାଡ଼ିବେ ବୀଜ ଗାୟତ୍ରୀ କରିବେ ଏ ଗୁରୁ ଆଗେ ଶିଷ୍ୟ ଜ୍ଞାନ ବଢ଼ାଇବେ ଗୁରୁ ଆଗେ ଶିଷ୍ୟ ଜ୍ଞାନ ବଢ଼ାଇବେ ଗୋପାଳ ହେବେ ଗো ସାଇବ ଭାଗ ଆଜ୍ଞା ତେଣୁ କଳି ଯୁଗରେ ସମସ୍ତେ ଆମେ ପାପ କରିବା କେତେବେଳେ ପାପର ଭାରଟା ବଢିଯିବ ଏ ଧର୍ମ ନ କରିବେ କେହି ଧାର୍ମିକ ରହିବେ ନାହିଁ ପ୍ରାୟ ଧର୍ମ ଛାଡ଼ିବ ଧର୍ମ ଛାଡ଼ିବ ଧନି ଧନି ଧନିବ কলি যুগরে কেহি আর ধর্ম কর্ম করিবেনি যেতেবেলে পাপ পঙ্কির ভিতরে বুড়িଯିବ ସମସ୍ତେ କହୁଛନ୍ତି 1999 ମସିହା ଅକ୍ଟୋବର 29 ତାରିଖରେ ସରିଥାନ୍ତି ଭାଇ ହେଲା କି ନା ପ୍ରଭୁ ଅଛନ୍ତି ଚଲେଇଲା ବେଳେ ସିଏ ଲାଇଟ୍ ପକେଇଛି ଯେତେ ମାଳିକା ଭାଇ ଲେଖା ହେଇଛି ଶିଶୁ ଅନନ୍ତ କହିଦେଲେ କହିଲେ ହେବ ହେବ ବୋଲି ସମସ୍ତେ କହିବେ ଆରେ ହେବ ହେବ ବୋଲି ସମସ୍ତେ କହିବେ ଆଉ ହେଲେ କେହି ନ ଜାଣିବେ অনন্ত পরিষ্কার করে দিলে হেব হেব বলে সমস্ত কইব হব
ହେଲା ବେଳେ କେହି ଜାଣିବେ ନା ନା ରାତିରେ ହବ। ହେଲା ରାତିରେ ଅନେଶତ ମସିହା ସକାଳକୁ ଆଉ କିଛି ଅଛି ସଫା ନା ନାଇଁ। ତେଣୁ ସଂସାରରେ ଯେତେବେଳେ କରି କରାଉ ଥାଇ ମୁହିଁ ବାବା ମୋ ବିନୁ ଅନ୍ୟ ଗତି ନାହିଁ ମୋ ବେନ ଅନ୍ୟ ଗତି ନାହିଁ, ମୋ ବେନ ଅନ୍ୟ ଗତି ନାହିଁ। ଗଲାବେଳେ ସିଏ ଯୋଉ ମୁହୂର୍ତ୍ତରେ ଚାହିଁବ ବୁଡେଇବ, ଯୋଉ ମୁହୂର୍ତ୍ତରେ ଚାହିଁବ ଉଠେଇବ। କାହିଁକି କାହିଁକି ନା ଈଶ୍ୱର ହଉଛନ୍ତି ସର୍ବଶକ୍ତିମାନ।